ଭାରତର ପୁରପଲ୍ଲୀରେ ଭରି ଯାଇଛି ଅଫୁରନ୍ତ ଆନନ୍ଦ। ବିଭିନ୍ନ ରାଜ୍ୟ ତଥା ଅଞ୍ଚଳରେ ଥିବା ରାମ ମନ୍ଦିର, ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ମାନଙ୍କରେ ପ୍ରଜ୍ୱଳିତ କରାଯାଉଛି ପ୍ରଦୀପ ସମୂହ। ନାମ ସଂକୀର୍ତ୍ତନ, ଭଜନ ଜଣାଣ, ହୋମ ଯଜ୍ଞ, ବେଦ ଉଚ୍ଚାରଣରେ ପ୍ରତିଧ୍ୱନିତ ହେଉଛି ସର୍ବତ୍ର। ସମଗ୍ର ଦେଶ ଦେଖୁଛି ଅଯୋଧ୍ୟାର ପୁଣ୍ୟଭୂମିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଦେଶର ବହୁ ନାମୀ ଦାମୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯାଇ ଆୟୋଜିତ କରାଯାଇଛି ଉତ୍ସବ। ସେ ଅବସରରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣ ପରିସରରେ ଥିବା ମହାବୀରଙ୍କ ମନ୍ଦିର ସମ୍ମୁଖରେ ବ୍ୟାସ ଫାଉଣ୍ଡେସନ ଓ ହିନ୍ଦୁ ଏକତା ମଞ୍ଚ ଆନୁକୂଲ୍ୟରେ ଶ୍ରୀରାମଲାଲାଙ୍କ ଉଦ୍ଦେଶ୍ୟରେ 108 ଦୀପଦାନ ଅର୍ପଣ କରାଯାଇଛି। ଏହି ପୁଣ୍ୟ କାର୍ଯ୍ୟରେ ବହୁ ଧାର୍ମିକ ମହିଳା ପୁରୁଷ ଯୋଗ ଦେଇଥିବା ବେଳେ ସାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ, ପଣ୍ଡିତ ଡକ୍ଟର ସିଦ୍ଧେଶ୍ୱର ପଣ୍ଡା, ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଶ୍ରୀରାମଙ୍କ କଥାମୃତ ପ୍ରଦାନ କରିଥିଲେ। ଉକ୍ତ ପାବନ କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁ ଭକ୍ତ ବିବେକାନନ୍ଦ ହୋତା ସୁପରିଚାଳନା କରିଥିବା ବେଳେ ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶରତ କୁମାର ଦାସ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସମ୍ପାଦକ ଭାଗବତ ପ୍ରସାଦ, କୋଷାଧ୍ୟକ୍ଷ କୈଳାସ ବେହେରା, ସଦସ୍ୟ କବିତା ଦାସ, ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଦାସ ପ୍ରମୁଖ ଯୋଗଦେଇ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଅଜିତ କୁମାର ସ୍ୱାଇଁ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ଭକ୍ତି ସଙ୍ଗୀତ ଗାନ କରାଯାଇଥିଲା। ସର୍ବଶେଷରେ ପ୍ରସାଦ ସେବନ କରି ଉପସ୍ଥିତ ଭକ୍ତମଣ୍ଡଳୀ ଉତ୍ସବ ସାଙ୍ଗ କରିଥିଲେ। 14 ବର୍ଷ ବନକୁ ପଳେଇଲେ ଆଉ ତାଙ୍କ ଧର୍ମପତ୍ନୀ ସୀତାମାତା ମଧ୍ୟ ସ୍ୱାମୀଙ୍କ ପଦାଙ୍କ ଅନୁକରଣ କରି ତାଙ୍କ ସହିତ ପଦଚାରୀ ହେଇକି ଗଲେ। ମୋ ମା ମାନଙ୍କୁ ଯିବା କିନ୍ତୁ ତାଙ୍କୁ ଟିକେ ଘରେ ରଖି ସେବା କରିବା। ଯେତିକି ମୁଁ ସମସ୍ତଙ୍କୁ ଆପଣମାନଙ୍କୁ ଯେତେ ପର୍ଯ୍ୟନ୍ତ ମୋ କଥା ଶୁଭୁଥିବ ମୋର ଏଇ ନାଟକ ଯନ୍ତ୍ର ଦ୍ୱାରା ମୁଁ ସମସ୍ତଙ୍କୁ ଅନୁରୋଧ କରିବି, କେତେ କଷ୍ଟ ଦଶରଥ ଯେଉଁଦିନ ରାମଙ୍କୁ ବନକୁ ପଠେଇଥିଲେ ସେ ତାକୁ ହିଁ ଝୁରି ଝୁରିକି ତାଙ୍କ ଜୀବନ ଯାଇଥିଲା। କେତେ କଷ୍ଟ ଆମେ ପିଲାଟିଏ ଜନ୍ମ କଲାବେଳେ ବାପା ମା ମାନଙ୍କୁ କେତେ କଷ୍ଟ ହୁଏ। ଏକଥା କହିବାର ଉଦ୍ଦେଶ୍ୟ, ପ୍ରତ୍ୟେକ ଦିନ ଆପଣମାନେ ଖବର କାଗଜରେ ଦେଖୁଛନ୍ତି ଯେ ବୃଦ୍ଧାଶ୍ରମକୁ ସ୍ନେହମୟୀ ଆଚାର୍ଯ୍ୟ ବ୍ୟାସ ଫାଉଣ୍ଡେସନ ମାଧ୍ୟମରେ ଆଜି ଏ ଲୋକ ବୃଦ୍ଧାଶ୍ରମ ଗଲା, କାଲି ସେ ଲୋକ ବୃଦ୍ଧାଶ୍ରମ ଗଲା। ମୋତେ ବହୁତ କଷ୍ଟ ହୁଏ। ଆଜି ପବିତ୍ର ଆମର 700 ବର୍ଷ ପରେ ଆମେ ପବିତ୍ର ଅଯୋଧ୍ୟାରେ ଆଜି ରାମକୁ ପ୍ରତିଷ୍ଠା କରିପାରୁଛେ। ସେଇ ରାମକୁ ନେଇକି ଆମେ ନାଁ ନେଇକି ଆମେ ଆଜି ପ୍ରତିଜ୍ଞା କରିବା, ଆମେ କେବଳ ଆମ संकट मोचन जय हनुमान, श्री राम जय जय राम, संकट मोचन जय हनुमान, संकट मोचन जय हनुमान। सियावर रामचंद्र की, पवन सुत हनुमान की जय श्री राम। से मणि को दिने सक्रादिकर भाई प्रसेन पिंधिकी द्वारकार राजदरबार उपस्थित है एवं द्वारकाधिपति महाराजा श्रीकृष्ण देखी कहले रे प्रसेन से मणिटा भारी चकचकिया जगजगे देखा जाऊँगी, से मणिटा टे मत दिंतु ना मुझे पिंधती। प्रसेन कहले से मणि मो भाई सक्रादित मागिक आनी, न पचारि अनुमति न नहीं कदापि कहारिके से मणि के नहीं पारे। बस
ଯେତେବେଳେ ରାମ ରାବଣ ଯୁଦ୍ଧ ହଉଥିଲା, ଜାମ୍ବବାନ ବୋଲି ଗୋଟେ ଭାଲୁ ଥିଲା। ସେ ଭାଲୁ ଭାବିଲା ଯଦି ଯୁଦ୍ଧ କରିବାକୁ ହୁଏ ଏମିତିଆ ଗୋଟେ ଯୋଦ୍ଧା ବୀର ପୁରୁଷ ସହିତ ଯୁଦ୍ଧ କଲେ ଯୋଦ୍ଧାର କିଛି ସାର୍ଥକତା ଘଟିବ। କେମିତିଆ ଯୋଦ୍ଧା? ଶିର ମୁକୁଟ କୁଣ୍ଡଲ ତିଲକ ଚାରୁ ଉଦର ଅଙ୍ଗ ବିଭୂଷଣମ୍ अजान भुज सर चाप धर कर संग्राम जित खर दूषणम श्री रामचंद्र कृपालु भज मन हरण भव भय दारुणम तव कंज लोचन कंज मुख कर कंज मुख कंज कारुणम। जय श्यावर रामचंद्र की जय।
ଜଗତସିଂହପୁରରୁ ଶରତ କୁମାର ଦାସଙ୍କ ରିପୋର୍ଟ ନ୍ୟୁଜ୍ ଉପାନ୍ତ ଖବର।